ଏଠି ଆମେ ଦେଖୁଛୁ ହିତୋପଦେଶ ତାର 23 ଅଧ୍ୟାୟ 15 ପଦରେ ଦେଖିଲୁ, ହେ ମୋର ପୁତ୍ର, ତୁମର ମନ ଜ୍ଞାନୀ ହେଲେ ମୋର ବିଶେଷରେ ମୋର ମନ ପୁଷ୍ଟ ହେବ। ମାଇ ସନ୍, ଇଫ୍ ୟୁ ଆର୍ ବିକମିଂ ଏ ୱାଇଜ୍ ଆଇ ୱିଲ୍ ବି ହ୍ୟାପି। ତାମାନେ ପ୍ରଭୁ ଏଠି ପ୍ରକାଶ କରୁଛନ୍ତି, ମୋର ପ୍ରିୟ ପୁତ୍ର ବା ମୋର ପୁଅ ଝିଅମାନେ ସମସ୍ତଙ୍କୁ କହୁଛନ୍ତି ଯେ ତୁମର ମନଟା ଯଦି ଜ୍ଞାନୀ ହେବ, ଇଫ୍ ୟୁ ଆର୍ ବିକମିଂ ଏ ୱାଇଜ୍ ପର୍ସନ୍, ଭଲ ଜ୍ଞାନ ବୁଦ୍ଧି ହେବ, ତାହେଲେ ମୁଁ ବହୁତ ଖୁସି ହେବି। ପ୍ରଭୁ ଏଠି 16 ପଦରେ ଆମେ ଦେଖୁଛୁ, ହଁ ତୁମ ଓଷ୍ଠ ଯଥାର୍ଥ କଥା କହିଲେ ମୋର ଅନ୍ତଃକରଣ ଆହ୍ଲାଦିତ ହେବ। ସେ ପ୍ରୋଭର୍ବ ତାର 23:16 ଦେଖୁଛୁ ଯେ ଲେଖା ଅଛି, ତୁମର ଓଷ୍ଠ ବା ତୁମେ ପ୍ରପର ବାକ୍ୟ କଥା କହିଲେ ବା ପ୍ରପରଲି କଥାବାର୍ତ୍ତା ହେଲେ, ଠିକରେ କଥା ହେଲେ ଲୋକମାନଙ୍କ ସହିତ, ଲେଖା ଅଛି ମୋର ଅନ୍ତଃକରଣ ଆହ୍ଲାଦିତ ହେବ। ପ୍ରଭୁଙ୍କର ହାର୍ଟ ବହୁତ ଭେରି ଗ୍ଲାଡ୍, ହି ୱିଲ୍ ରିଜଏସ୍। ପ୍ରଭୁ ବି ବହୁତ ରିଜଏସ୍ କରିବେ, କାରଣ ତାଙ୍କର ପିଲାମାନେ, ତାଙ୍କର ଚିଲଡ୍ରେନ୍ସ ମାନେ ଯଦି ଭଲ ଜ୍ଞାନୀ ହେବେ, ଭଲ ବୁଦ୍ଧିମାନ ହେବେ, ଭଲ କଥାବାର୍ତ୍ତା କରିବେ, ତାଙ୍କ ଜୀବନଟାକୁ ଠିକ୍ ଭାବରେ ଚଳେଇବେ, ଠିକ୍ ଭାବରେ କଥାବାର୍ତ୍ତା କରିବେ, ତାହେଲେ ପ୍ରଭୁ ବହୁତ ଖୁସି ହେବେ, ପ୍ରଭୁ ବହୁତ ଆନନ୍ଦ କରିବେ ବୋଲିକି ଏଠି ଆମେ ଦେଖୁଛୁ। ଭର୍ସ 17ରେ ଲେଖା ଅଛି ଯେ let not your heart envy sinners, but continue in the fear of the Lord all the days। ତାମାନେ ଏଠି 17 ତୁମ ମନ ପାପୀ ଗଣକୁ ଈର୍ଷା ନ କରନ୍ତୁ। ପାପୀ ଲୋକମାନେ, ତାଙ୍କ ପ୍ରତି ଆମେ ହିଂସା ଈର୍ଷା କରିବା ଆବଶ୍ୟକ ନାହିଁ ବା ଖରାପ ମନ ରଖିବା ଆବଶ୍ୟକ ନାହିଁ। ଆମେ ଦୂରେଇକି ରହିବାଟା ଭଲ, ସାଇଲେଣ୍ଟରେ ନିରବତା ଭାବରେ ରହିବାଟା ଭଲ। କିନ୍ତୁ ଏଠି ଲେଖା ଅଛି, ତୁମେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥାଅ। ଏଭ୍ରି ଡେ ଆମେ ପ୍ରଭୁଙ୍କ ପ୍ରତି ଭୟରେ ଜୀବନଯାପନ କରିବା ଆବଶ୍ୟକତା, ନମ୍ରତାରେ ଜୀବନଯାପନ କରିବାର ଆବଶ୍ୟକତା ରହିଛି। ନମ୍ରତା ସହିତ ଭୟରେ ପ୍ରଭୁଙ୍କ ଠାରେ ରହିବାର ଆବଶ୍ୟକତା ଅଛି। 18 ପଦରେ ଲେଖା ହେଇଛି କ'ଣ? ମୁଁ ଇଂଲିଶରେ ପଢ଼ି ଦେଉଛି 18 ପଦ। Proverbs chapter 23:18, surely there is a future and your hope will not be cut off। ସିଓରଲି ଯଦି ଆମେ ଠିକ୍ ଭାବରେ ନିୟମିତ ଭାବରେ କଥାବାର୍ତ୍ତା କରିବା, ନିୟମିତ ଭାବରେ ଭଲ ଜ୍ଞାନ ବୁଦ୍ଧି ଆମେ ଅଧିକାର କରିବା, ଜ୍ଞାନ ବୁଦ୍ଧିରେ ରହିବା, ତାହେଲେ ଏଠି ଲେଖା ହେଇଛି ଆମର ମାନେ ପୁରସ୍କାର ବା ପ୍ରାଇଜ୍, ରିୱାର୍ଡ଼, ସିଓରଲି ଆମ ପାଇଁ ରିୱାର୍ଡ଼ ଅଛି। ଆଉ ଆମର ଭରସା ଉଚ୍ଛିନ୍ନ ହେବନି। ଆମେ ଯେଉଁ ଡିପେଣ୍ଡ କରିଛୁ ପ୍ରଭୁଙ୍କୁ ବା ଯେଉଁ ଟ୍ରଷ୍ଟ କରିଛୁ ବା ଡିପେଣ୍ଡିଂ ଅପନ୍ ଗଡ୍, ଆମର ତା ସେଇ ଆଶା ରଖିଛୁ ବା ଭରସା ରଖିଛୁ, କେବେ ତାହା ଉଚ୍ଛିନ୍ନ ହେବ ନାହିଁ ବା ନଷ୍ଟ ହେବ ନାହିଁ ବା ଡିଷ୍ଟ୍ରକ୍ସନ୍ ହେବ ନାହିଁ। କାରଣ ଆମମାନଙ୍କୁ ପ୍ରଭୁ ପୁରସ୍କାର ଦେବେ ଏବଂ ଆମେ ବର୍ତ୍ତମାନ ପୁରସ୍କାର ଗୁଡ଼ିକ ପାଇବା ସଙ୍ଗେ ସଙ୍ଗେ ଆମେ ମଲା ପରେ ମଧ୍ୟ ପ୍ରଭୁ ଆମକୁ ସେଇ ଜୀବନ ମୁକୁଟ ରୂପ ପୁରସ୍କାର ମଧ୍ୟ ଦେବେ, ଆଉ ଆମେ ସେଠି ମହା ଆନନ୍ଦରେ ରହିପାରିବା। ଲାଷ୍ଟ ଭର୍ସ 20 ଦେଖିକି ଆମେ ପ୍ରାର୍ଥନା କରିବା। ଲେଖା ଅଛି Proverbs chapter 23:20, be not among drunkards or among gluttons, eater of meat। ଏଠି ଆମେ ଦେଖୁଛୁ 20 ପଦ 21 ପଦ ଆମେ ଦୁଇଟାଙ୍କୁ ପଢ଼ିବା ଦରକାର। 21 ପଦଟା ତା ସହିତ ସଂଲଗ୍ନ ଅଛି। 21 ପଦରେ କ'ଣ ଲେଖା ହେଇଛି? For the drunkard and the glutton will come to the poverty, and the slumber will clothe them with rags। ଏଠି ଆମେ ଦେଖୁଛୁ ମୋର ପ୍ରିୟ ବନ୍ଧୁଗଣ, ଇମ୍ପୋର୍ଟାଣ୍ଟ ଭର୍ସ ଲେଖା ହେଇଛି ଯେ କ'ଣ ଲେଖା ଅଛି 20 ପଦରେ? 23 ଅଧ୍ୟାୟ 20 ପଦରେ ଲେଖା ଅଛି, ଦ୍ରାକ୍ଷାରସରେ ଆସକ୍ତ ଓ ପେଟାର୍ଥୀ ମାଂସ ଭୋକ୍ତାମାନଙ୍କର ସଙ୍ଗୀ ହୁଅ ନାହିଁ। ଦ୍ରାକ୍ଷାରସ ମାନେ ଇଂଲିଶରେ ଲେଖା ହେଉଛି ଭର୍ସ 20ରେ, do not among drunkards or among glutton eaters of meat।
ଡୁ ନଟ୍ ବି ଡ୍ରଙ୍କଡ, ଯେଉଁମାନେ ମଦପାନ ଖାଉଛନ୍ତି, ମଦ ପିଉଛନ୍ତି, ଯେଉଁମାନେ ମଦ୍ୟପାନ କରୁଛନ୍ତି, ମଦ ଖାଉଛନ୍ତି, ବା ଯେଉଁମାନେ ଅଧିକ ଖାଇକି ପେଟୁଆ ହେଉଛନ୍ତି, ଲେଖା ହେଇଛି ପେଟାର୍ଥୀ ମାଂସ, ମଦ ଖାଉଛନ୍ତି ପୁରା ମାଂସ ଖାଇବା ପାଇଁ ପେଟାର୍ଥୀ ହେଉଛନ୍ତି, ପେଟୁଆ ହେଇଯାଉଛନ୍ତି, ଅଧିକ ମାଂସ ଖାଉଛନ୍ତି, ସେମାନଙ୍କର ଫ୍ରେଣ୍ଡସିପ୍ ହେବାଟା ଉଚିତ ନୁହେଁ, ସେମାନଙ୍କର ସାଙ୍ଗ ହେବା ଭଲ ନୁହେଁ। କାହିଁକି ନା କାରଣ ମତୁଆଳା ପେଟୁକ ଦରିଦ୍ର ହେବେ। ଯେଉଁମାନେ ମତୁଆଳା ମଦ ଖାଇକି ମାତାଲ ହୁଅନ୍ତି, ମତୁଆଳା ହୁଅନ୍ତି, ସେ କୁଆଡ଼େ ଯାଉଥିବେ ଜଣାପଡ଼ିବନି, କ'ଣ କଥାବାର୍ତ୍ତା କରୁଥିବେ ଜାଣିପାରିବେନି, ସେମାନେ ଦରିଦ୍ର ହେଇଯିବେ ବୋଲି ଲେଖା ହେଇଛି। ଦରିଦ୍ର ମାନେ ପଭର୍ଟି ବା ଗରିବ ହେଇଯିବେ, ଭିକାରୀ ହେଇଯିବେ, ବେଘର ହେଇଯିବେ, ସେମାନେ ପୁଅର ହେଇଯିବେ। ଖାଲି ସେତିକି ନୁହେଁ, ପୁଣି ଘୁମା ମନୁଷ୍ୟକୁ ଚିରାକନା ପିନ୍ଧେଇବ। ସେମାନେ ଏମିତି ମଦ ଖାଇକି ଘୁମୁଥିବେ ନା, ଏମିତି କିଛି ଜାଣିପାରିବେନି କ'ଣ ହେଉଛି, କୁଆଡ଼େ ମୁଁ ଯାଉଛି, କି କଥାବାର୍ତ୍ତା କରୁଛି ଜାଣିପାରିବେନି। ଆଉ ସେମାନଙ୍କୁ ଲାଷ୍ଟକୁ କ'ଣ ନା ସେମାନେ ଚିରାକନା ପିନ୍ଧିବେ, ଚିରା କପଡ଼ା ପିନ୍ଧିବେ, ଭଲ କପଡ଼ା ପାଇବେନି। କାହିଁକି ନା ସେମାନେ ଦରିଦ୍ର ହେଇଯିବେ, ମଦ ପିଇବି, ମଦ ମାଂସ ଖାଇକି। ପ୍ରଭୁ ଆଜି ଏହି ପଠିତ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ ଦିଅନ୍ତୁ।